ମୋ ନାଁ ଦୀନବନ୍ଧୁ ମାଝୀ। ମୋହନ ଭାଇ ହେଉଛି ମୋ କକା ପୁଅ ଭାଇ, ମୁଁ ତାଙ୍କ ବଡ଼ ଭାଇ, ବଡ଼ବାପା ପୁଅ ଭାଇ। ଗାଁ ତ ସିଏ ଆସୁନି ଯେହେତୁ ଆମେ ବହୁତ ଖୁସି, ଗାଁ ଲୋକ ବି ବହୁତ ଖୁସି ଅଛନ୍ତି। ଆମର ବୁଝିଲେ ନା ନାହିଁ, ଆମର ଯେଉଁ ଘର ଘର ପହଞ୍ଚିବା ପର୍ଯ୍ୟନ୍ତ ସାଫ ସୁତରା ସବୁ କରୁଛନ୍ତି। ଯେ ଆମର ବାବୁ ଅଛନ୍ତି, ତାକୁ ବାବୁ ହିଁ କହନ୍ତି, ଏମଏଲଏ ବାବୁ କହନ୍ତି। ହଁ, ସିଏ ଭାଇ ଥିଲେ ନା ମୁଖ୍ୟମନ୍ତ୍ରୀ, ଆମେ ବି ତାକୁ ରେସପେକ୍ଟ କରୁଛୁ। ଯେହେତୁ ମୋ ଭାଇଟା, ଯେହେତୁ ପୋର୍ଟଫୋଲିଓ ଯେଉଁ ଉପରେ ବସିଛନ୍ତି, ଆମେ ତାକୁ ରେସପେକ୍ଟ କରିବୁ। ନିଜ ଭାଇ ହେଲେ ବି ତାକୁ ଆମେ ସମ୍ମାନ ଦେବୁ, ସମ୍ମାନ ଦଉଛୁ ବି। ହଁ, ଏଠି ରହିବେ। ଆପଣଙ୍କର ସ୍ୱତନ୍ତ୍ର କହିଲେ ଆପଣଙ୍କ ରାସ୍ତାଘାଟଠୁ ଆମର ଘର ପର୍ଯ୍ୟନ୍ତ ସବୁ ସାଫ ସୁତରା ହେଇଛି। ସେ ଘରକୁ ଆସିବେ, ଘରେ ବି ସବୁ ବ୍ୟବସ୍ଥା ହେଇଛି। ଭାଇଟା ଆସିବେ, ସବୁ ବ୍ୟବସ୍ଥା ହେଇଛି। ଖାଇବା ପାଇଁ ତାଙ୍କର ମାନେ କହିଲା ବେଳକୁ ମତେ ବି ଗୋଟେ ଖରାପ ଲାଗୁଛି ମିଡିଆରେ କହିବା ପାଇଁ। ତାର ପସନ୍ଦ ହଉଛି ଶାଗ ପଖାଳ ଆଉ ଆପଣଙ୍କର ଆଳୁ ଭଜା, ଇଏ ହିଁ ଖାଆନ୍ତି। ଏକାଥରେ ଖାଉ, ଏକାଥରେ ଭାଇ ବସିକି ଖାଉ। ସେ ବାଢି ଦିଅ ବୋଲି କୁହେ, ନହେଲେ ଆମର ସେଇ ବୋଉ ଯୋଉ କୁହନ୍ତି, ଯେତେବେଳେ ବୋଉ ରହନ୍ତି, ମାନେ ମୋହନ ବାବୁଙ୍କର ମିସେସ୍ ରହନ୍ତି, ସେ ଡାକି ଆଣେ, ଆଉ ଆସ ଭାଇ ଟିକେ ସାଙ୍ଗ ହେଇକି ଖାଇବ ବୋଲି କହନ୍ତି। ହଁ, ସାଙ୍ଗ ହେଇକି ଆମେ ଖାଉ, ସବୁବେଳେ ସାଙ୍ଗ ହେଇକି ଖାଉ। ଯଦି ମୁଁ ନ ପହଞ୍ଚିଲେ ସେ ମାନେ ମୋହନ ବାବୁ ପଠାନ୍ତି, ଯାଉ ଭାଇକୁ ଟିକେ ଡାକିକି ଆଣ, ଭାଇ ସାଙ୍ଗରେ ବସିକି ଖାଉ। ହଁ, ଯଦି ସୁବିଧା ମିଳେ, ଯଦି ଟାଇମ୍ ମିଳେ, ଆମେ ଦୁଇ ଭାଇ ସାଙ୍ଗ ହେଇକି ବସିକି ଖାଇବୁ ବି। କିଛି ନାହିଁ, ଗାଁ ସେ ମୁଖ୍ୟମନ୍ତ୍ରୀ, କିନ୍ତୁ ଘର କଥା ଅଲଗା ଅଛି, ଭାଇ କଥା ଅଛି, ଫ୍ୟାମିଲି କଥା ଅଲଗା ଅଛି। ସିଏ ବଡ଼ ଲୋକ ହେଇଛନ୍ତି, ସେ ସିଏମ୍ ଅଛନ୍ତି, କିଛି ସେଥିରେ କିଛି ଇଏ ନାହିଁ। କିନ୍ତୁ ଆମେ ତ ଘର ଲୋକ ନା, ଏକା ସହିତ ବଢ଼ିଛୁ, ଏକା ସହିତ ପାଠ ପଢ଼ିଛୁ, ଏକା ସହିତ ଇଏ କରିଛୁ। ଏଣୁ ସେମିତି କିଛି ସେ ଫିଲ୍ କରେନି, ମୁଁ ବି ଫିଲ୍ କରେନି, କି ଆମ ପରିବାର ଫିଲ୍ ନାହିଁ। ହଁ, ମୁଁ ଯାଇନି, କାହିଁକି ନା ମୁଁ ବି ଗୋଟେ ସର୍ଭିସ୍ କରୁଛି, ଆଉ ଘର ଲୋକ ସମସ୍ତେ ଯାଇଥିଲେ, ଘରେ ଆମ କେହି ନଥିଲେ, ଡ୍ୟୁଟି ବି ଥିଲା, ମୁଁ ଯାଇନି। ହଁ, ଆପଣ 2004 ପର୍ଯ୍ୟନ୍ତ ଆମେ ଏକା ସହିତ ଶୋଇଥିଲୁ। ହଁ, ଯିବୁ, ମୁଁ ଯିବି, ମୋ ସହିତ କଥା ବି ହବ, ସେ ବ୍ୟବସ୍ଥା